ନାରାୟଣଙ୍କ ପଦ୍ମର ନାଁଟି ହେଲା ମନେ ରଖିଥାନ୍ତୁ। ସବୁ ଗାୟକ ମାନେ କିଏ କିଏ ଗୋଟେ ଅଲଗା ଅଲଗା ନାଁ କହନ୍ତି, କିନ୍ତୁ ହୋତା ଯେତିକି କହିବ ପ୍ରମାଣ ଦେଇ କହିବ। ନାରାୟଣଙ୍କର ପଦ୍ମର ନାଁ ହେଲା ଧୃତଶ୍ରବା। ବ୍ରହ୍ମାଙ୍କ ପଦ୍ମର ନାଁ ହେଲା ବିଶ୍ୱୋଦ୍ଭବ। ମା ଲକ୍ଷ୍ମୀର ପଦ୍ମ ନାଁ ହେଲା କଣ? ବିଶ୍ୱଶ୍ରବା। ସୂର୍ଯ୍ୟଙ୍କର ପଦ୍ମର ନାଁ ହେଲା ମୂରସାକ୍ଷ୍ୟ। ଅତଏବ ସେଇ ନାରାୟଣଙ୍କର ପାଦ ପଦ୍ମ ଜଗତରେ ମହାନ ବୋଲି ମୋ ମା ଲକ୍ଷ୍ମୀ ସେଇ ନାରାୟଣଙ୍କର ପାଦ ପଦ୍ମକୁ ମୋଡେ। ଆଉ ଗୋଟେ ପଦ୍ମ ଛାଡିଦେଲି। ଆମ ଗାଁ ପ୍ରଧାନ ଘର ଗାଈ କଅଁଳେଇ ପାଇଲାନି, ପଶୁ ଡାକ୍ତର ଆସିକି ପେଟ କାଟିକି ବାହାର କଲା, ତା ପଦ୍ମ ଖସି ପଇଲା। ହେଇଟା କୋଉ ପଦ୍ମ? ଏଇଟା ତ ଗୋପାମୁଣ୍ଡ ପଦ୍ମ। ନହେଲା ନାଇଁ ଆପଣ ବୋଲା ଗାଈ ପଦ୍ମ ଖସି ପଇଲା। ସେ କହୁଥିଲେ ଗାଈ ପଦ୍ମ ଖସି ପଇଲା। ଚୁଗିନି ବସେ ନହେଲା ନାଇଁ। ମୂର୍ଖ ଗୁଡିକା। ତେଣୁ ସେ କିଏ ନା ଲକ୍ଷ୍ମୀ, ଯାହାର ପାଦକୁ ମଞ୍ଚାଳନ କରନ୍ତି। ସେ କିଏ ନା ମଧୁପର ପଦ ଅନନ୍ତ ସେ ଯେ, ଏ ମଧୁକର ପଦ ଅନନ୍ତ ସେ ଯେ, ମଧୁପର ପଦ ଅନନ୍ତ ସେ ଯେ, ମଧୁକର ପଦ ଅନନ୍ତ ସେ ଯେ, ପଦ୍ମାକରର ମଣ୍ଡନ ତା ସରଜେ, ପଦ୍ମାକରର ମଣ୍ଡନ ତା ସେ ଯେ, ହଂସମତରେ ଜାଣି ଏହି ମୂଳ, କବତ୍ରରେ ଜାଣି ଏହି ମୂଳ, ଚାର କବଳେ ବର୍ଜିଥାନ୍ତି କୁଳ ଯେ ମିନ ଧ୍ୱଜ ଚାପେ ଶୋଭାଜେ, ମିନ ଗଜ ଭାବେ ସୁଧାଜେ, ମିନ ଗଜ ଭାଜେ ସୁଧାଜେ, ମିନ ଗଜ ଭାଜେ ସୁଧାଜେ। যোগী যে সুখ রাজার তারণে প্রকাশিত কলা ভাহে প্রকাশিত কলা ভাহে, প্রকাশিত কলা ভাহে, প্রকাশিত কলা ভাহে। বিশ্বর নিয়ন্ত্রক, the supreme power all over the universe। ଆମକୁ ଶୋଧୁଛନ୍ତି, ଆମକୁ ଶୋଧୁଛନ୍ତି। ଆମେ ଇଂଲିଶ ବୁଝୁନୁ ବୋଲି ସେ ଆମକୁ ଇଂଲିଶରେ ଶୋଧୁଛନ୍ତି। ଆମେ କ'ଣ ଜାଣୁନୁ? the supreme power of all over the universe ଜଣେ ଏବଂ ଭୂତ ସେ ନାରାୟଣ। କିନ୍ତୁ ବେଳେ ବେଳେ ପ୍ରଭୁ ଭକ୍ତ ଆଗରେ ବି ହାର ମାନେ। ଆଜି ଗୋଟିଏ ଭକ୍ତ ଭଗବାନଙ୍କୁ ଡାକୁଛି, ଅନ୍ତର ଆତ୍ମାରେ ନିଜର ହୃଦୟକୁ ଫଟେଇ ଚିତ୍କାର କରି ଡାକୁଛି। ଅତଏବ ଜୀବନ ଚର୍ଚ୍ଚାରେ ଯାହାକୁ ଆମେ ଭଗବାନ କହେ, ମୁଁ ପ୍ରଥମରୁ କହି ରଖିଛି, ସେ ଭକ୍ତର ଅଧୀନ। ସେ ବେଳେ ବେଳେ ଭକ୍ତକୁ ବି ଡରେ। ସେ ଡରିଛି ଶାଲ ବେଗକୁ। 750 କୋଶ ବାଟ ଦିଶୁନାଇ ଜଗବନ୍ଧୁ ହେ ଗୋସାଇ, ହାରିକି ବସି ପଇଲା ନା। ସେ ଡରିଛି ତରଣୀ ସେନକୁ, ସେ ଡରିଛି ପ୍ରହ୍ଲାଦ, ସେ ଡରିଛି ଧ୍ରୁବକୁ। ମୁଁ ଆଜି ଗୋଟିଏ କାହାଣୀଟିଏ ଆରମ୍ଭ କରୁଛି। ସେ ଭଗବତୀ ଅଚେତନାରେ କବି ଧାଡ଼ିଏ ପ୍ରମାଣ କଲେ। କଲେ ଶିବିର ସୀମା କାଶେ গেলো যা তারা কি খসে
কি গলে চক্র পারি হে बोला जी की आसिले करो ये कौस्तुभ धारो ये कनिष्ठ पांडव अंगु चाहिए से मंत्री अंगुली रेखा चाहिए अंगुली रेखा कांदी कोहिले नाही नाही कांदी कोहिले नाही नाही वज्र पड़ू रे दिया तुंदे वज्र पड़ू मुंदे दिया तुंदे हे प्रभु ब्रह्मांड गोसाई महाभारत युद्ध 10 दिन बीती जाइए देवव्रत भीष्म हो जाइए सरस्वज्या कवि कहले जस्मिन नैश्वर्य कृताभ्यलिक पराभव प्राप्त इवांत कोपि धुन्वन धनुकस्य रणेन कुर्ज्यान मनोह प्रवणस्य भीष्म दुर्योधनर पराजय जीति पारुनी डाकिला मामू को कहला मामू मु कौन हारुथी सेमती जीतबी इंडिया पाकिस्तान क्रिकेट मैच हो कौन सबुथर इंडिया जीत थरे पाकिस्तानिया जीतबे नहीं दुर्योधन कहला 10 दिन है जीति पारुनी कहीं ना मामुटी भणजा को हरेबार बाट कर दे शकुनी मामू को हरेबार बाट केमिति गायक केशरी उदयनाथ रथ शर्मा धारीटे कलम कले कलारे अंतिम मंत्रणा ये फुंगी गांधा ओहे